आज घरे बनवा देसी स्टाइल चाउमिन मार्केट तो बहुत चाउमिन खाई कि मत अनहेल्दी लगे तो सस्पेन कि पानी नहीं पा फुटीगला लुण दे दीजिए तादे नूडल्स को पकई दीजिए बजार जो नूडल्स मिले ताको देखिए हाथ में छिड़े जमी छिड़ी जाऊ बेसी बतरेबेनि ना पूरा घांटी भल छाणी नहीं ଏବେ ଗୋଟେ ବାଉଲ୍ ନେଇଛି ମୁଁ କିଛିଟା ଥଣ୍ଡା ପାଣି ପୁରା ଚିଲ୍ଡ ୱାଟର୍ ତାକୁ 2-3 ମିନିଟ୍ ସେଥିରେ ସକ୍ କରିନେବେ ତାପରେ ପୁଣି ଛାଣି ପକାଇବେ ତା ଉପରେ ଗୋଟେ ସ୍ପୁନ୍ ଭେଜିଟେବଲ୍ ଅଏଲ୍ ଦେଇକି ଟିକେ ମ୍ୟାରିନେଟ୍ କରିନେବେ ଯେମିତି ନୁଡଲ୍ସ ଗୁଡ଼ା ସବୁ ଅଲଗା ଅଲଗା ରହିବ ତାପରେ କରେଇରେ କିଛିଟା ତେଲ ନେଇଛି 2 ସ୍ପୁନ୍ ତା ଦେହରେ ମୁଁ ନେଇଛି ରସୁଣ ଛୋଟ ଛୋଟ କୁଚ କରି କାଟିଥିଲି ତା ଦେହରେ ଅଦା ବି ସେମିତି କୋରିଥିଲି ତାକୁ ଟିକେ ଭାଜି ନେଇଛି ତାପରେ ପରିବା ମୁଁ କିଛି ଦେଇଛି ଯେମିତି ଗାଜରକୁ ଲମ୍ବା ଲମ୍ବା କାଟିଛି କ୍ୟାପ୍ସିକମ୍କୁ ଲମ୍ବା ଲମ୍ବା କାଟିଛି ଆଉ ପକେଇଛି ମୁଁ ବନ୍ଧାକୋବି ଲମ୍ବା ଲମ୍ବା କାଟିଦେଇଛି ପତଳା ପତଳା ତାକୁ ପିଆଜକୁ ମୁଁ ଗୋଲ ଗୋଲ କାଟିଛି କାରଣ ପିଆଜ ଗୋଲ ଗୋଲ କାଟିଲେ ଲମ୍ବା ଲମ୍ବା ଯେଉଁ ତାର ଲଛା ଗୁଡ଼ା ବାହାରିବ ଗୋଲ ଗୋଲ କାଟିଛି ତାକୁ ଦେଇଦେଇଛି ତାକୁ ଦେଲା ପରେ ବେଶୀ ଭଜା ହେବନି ତା ଦେହରେ ଲୁଣ ଟିକେ ଭିନେଗାର 1 ଚାମଚ ଦେଇଦେଇଛି ଆଉ ଦେଇଛି ସୋୟା ସସ୍ 2 ଚାମଚ ରେଡ୍ ଚିଲି ସସ୍ 1 ଚାମଚ ଦେଇଛି ଟମାଟୋ ସସ୍ ମୁଁ 2 ଚାମଚ ଦେଇଛି ଆପଣ ଯଦି ରାଗ ଖାଉଥିବେ ତାହେଲେ ଆଉ ଟିକେ ଚିଲି ସସ୍ ଦେଇପାରିବେ ମୁଁ ଛୁଆମାନଙ୍କ ପାଇଁ ବନାଉଥିଲି ତ ସେମାନେ ଟିକେ କମ୍ ରାଗ ଖାଆନ୍ତି ତ ଅଳ୍ପ ଟିକେ ଦେଇଛି ଚିଲି ସସ୍ ତା ଦେହରେ ପକାଇଛି ମୁଁ ଚାଉମିନ୍ ମସଲା ଯେଉଁ ଆସେ ମାର୍କେଟରୁ ଇଜିଲି ଆଭେଲେବଲ୍ ଆପଣ ମାର୍କେଟରୁ ନେଇ ଆସି ପକାଇ ପାରିବେ ବହୁତ ଟେଷ୍ଟି ଲାଗେ ତା ଦେହରେ ମୁଁ ନୁଡଲ୍ସ ଦେଇଛି ଅଧା 2 ଥର କରିକି ଦେଇଛି ଏକାଥର ଦେଲେ ଭଲସେ ମିଶାଇ ହେବନି ତ ମୁଁ ଫାଷ୍ଟ ଥର ନେଇକି ମିଶାଇ ସାରିଲା ପରେ ତାପରେ ଆଉ କିଛି ନୁଡଲ୍ସ ପକାଇ ଦେଇକି ପୁରା ଭଲ ଭାବରେ ମିଶାଇ ଦେଇଛି ଆପଣ ଘରେ ଥରେ ଟ୍ରାଏ କରନ୍ତୁ ବହୁତ ଟେଷ୍ଟି ବନିବ ଆଉ ବହୁତ ଟେଷ୍ଟ ଲାଗିବ ମାର୍କେଟଠୁ ବି ବହୁତ ଟେଷ୍ଟ ଲାଗିବ ଆଉ ହେଲ୍ଦି ବି ମାର୍କେଟ ଅପେକ୍ଷା ତ ହେଲ୍ଦି ହିଁ ଆଉ ମୋ ଚ୍ୟାନେଲରେ ନୂଆ ଥିଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଘରେ କେମିତି ବନୁଛି ମୋତେ କମେଣ୍ଟ ନିଶ୍ଚୟ ଜଣାଇବେ ଆଉ କମେଣ୍ଟ ସେୟାର ନିଶ୍ଚୟ କରିନେବେ ଏବେ ମୁଁ ସର୍ଭ କରିସାରିଲା ପରେ ତା ଦେହରେ ପକାଇ ଦେଇଛି କିଛିଟା ପିଆଜ ଆଉ ପକାଇଛି ସ୍ପ୍ରିଙ୍ଗ ଅନିଅନ୍ ମୋତେ କମେଣ୍ଟ ନିଶ୍ଚୟ ଜଣାଇବେ ବାଏ ବାଏ।